ପୂର୍ବପୁରୁଷର ପବିତ୍ର ଶ୍ମଶାନ ଦେଶର ଜାତିର ଗୌରବଗାନ। ପୁଣ୍ୟ ଜନ୍ମଭୂମି ପୁଣ୍ୟ ଦେବାଳୟ ଉଦ୍ଧରିବା ପାଇଁ ତନୁ କଲେକ୍ଷ। ଦର୍ଶକ ବନ୍ଧୁ ଏକଥା ଲେଖିଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ। ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ସ୍ମୃତି ସମାଧିପୀଠ ଫଳକରେ ଏହି ଉକ୍ତି ସ୍ଥାନିତ ହୋଇଛି। ମାତ୍ର ସ୍ମୃତି ସମାଧିପୀଠର ଜରାଜୀର୍ଣ୍ଣ ଅବହେଳିତ ଅବସ୍ଥାର ନଗ୍ନ ଚିତ୍ର ଗୋପବନ୍ଧୁଙ୍କ ପ୍ରତି ଅସମ୍ମାନ କରାଯାଉଥିବା ସୂଚାଇ ଦେଉଛି। ସତ୍ୟବାଦୀ ବକୁଳ ବନରେ ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ ଲିଙ୍ଗରାଜ ମିଶ୍ର ଓ ପ୍ରଚାରକ ଅନନ୍ତ ମିଶ୍ରଙ୍କ ସମାଧି ରହିଛି। ମହାପୁରୁଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବରେ ଶ୍ରଦ୍ଧାଳୁମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏହି ପବିତ୍ର ପୀଠକୁ ଆସନ୍ତି। ସତ୍ୟବାଦୀ କାହିଁକି? ଓଡ଼ିଆ ଜାତିର ଗର୍ବ ଗୌରବ ତ୍ୟାଗ ପୁରୁଷମାନଙ୍କ ସ୍ମୃତିପୀଠର ଜରାଜୀର୍ଣ୍ଣ ଅବସ୍ଥା ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ଏହି ପୁଣ୍ୟପୀଠ ରହିଛି। ଶନିବାର ଶ୍ରୀ ଜଗନ୍ନାଥଙ୍କ ନେତ୍ରୋତ୍ସବ ତିଥିରେ ଗୋପବନ୍ଧୁଙ୍କ 96ତମ ଶ୍ରାଦ୍ଧୋତ୍ସବ ପାଳିତ ହେବ। ମାତ୍ର ସ୍ମୃତି ସମାଧି ପୀଠର ଦୟନୀୟ ସ୍ଥିତିକୁ ନେଇ ବୁଦ୍ଧିଜୀବୀମାନେ ବ୍ୟଥିତ ହୋଇ ବିକାଶ ଓ ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସତ୍ୟବାଦୀ ମାଟିରେ ଆମେ ସମସ୍ତେ ଜନ୍ମ ହୋଇ ନିଜକୁ ଗର୍ବ ଅନୁଭବ କରୁ। ସତ୍ୟବାଦୀର ପୁଣ୍ୟାତ୍ମା ଗୋପବନ୍ଧୁ ଉତ୍କଳମଣି ଗୋପବନ୍ଧୁ ଏବଂ ପଞ୍ଚସଖାଙ୍କର ଯେଉଁ କାର୍ଯ୍ୟକ୍ରମ ରହିଛି, ତାଙ୍କର ଯେଉଁ ସମାଧିପୀଠ ଅଛି, ତା ଉପରେ ଆମେ ବାରମ୍ବାର ସତ୍ୟବାଦୀ ବିକାଶ ପରିଷଦ ତରଫରୁ, ଯେଉଁଥିରେ କି ମୁଁ ସଭାପତି ରହିଛି, ବାରମ୍ବାର ଉପସ୍ଥାପିତ କରୁଛି ଯେ ସତ୍ୟବାଦୀର ସମାଧିପୀଠକୁ ବହୁ ଅବହେଳିତ ଅବସ୍ଥା ରହିଛି ଏବଂ ତା ଭିତରେ ବିଭିନ୍ନ ସାମାଜିକ ଲୋକ ସବୁ ତା ଭିତରେ ପଶି ବିଭିନ୍ନ ନଷ୍ଟ କରିଛନ୍ତି। ତାକୁ କୌଣସି ତାର ବାପା ମା କେହି ନାହାନ୍ତି ଏବଂ ତାକୁ କେହି ଯତ୍ନ ନେବାର କୌଣସି କେହି ଦାୟିତ୍ୱ ନେଉନାହାନ୍ତି ଏବଂ ଏଭଳି ଅବସ୍ଥାରେ ପଡ଼ିଛି। ଆଜି ଆସନ୍ତା କାଲି ପଡ଼ୁଛି ଗୋପବନ୍ଧୁଙ୍କର ଶ୍ରାଦ୍ଧ ଦିବସ, ପୁଣ୍ୟାତ୍ମା ଗୋପବନ୍ଧୁଙ୍କର ଶ୍ରାଦ୍ଧ ଦିବସ, କିନ୍ତୁ ଆମକୁ ଲଜ୍ଜା ଲାଗୁଛି ତା ଭିତରେ ଯାଇ ତାଙ୍କ ଶ୍ରାଦ୍ଧ ଦିବସରେ ତାକୁ ପୂଜା କରିବା ପାଇଁ। କାରଣ ୟାକୁ ବାରମ୍ବାର ଆମେ ଉପସ୍ଥାପନ କଲା ପରେ ମଧ୍ୟ କେହି ତାର ଶୁଣୁନାହାନ୍ତି ଏବଂ ସମାଜ ଅଫିସକୁ ମଧ୍ୟ ବାରମ୍ବାର ଆମେ ଅଭିଯୋଗ କରିଛୁ। ଆପଣଙ୍କର ସମାଜ ଅଫିସ ଏଠିକୁ ଟେକଅପ୍ କରନ୍ତୁ ଏବଂ ଏଠି ରାଧାନାଥ ରଥ ମଧ୍ୟ ଅବହେଳିତ ଅବସ୍ଥାରେ ଅଛନ୍ତି, ପଞ୍ଚସଖା ଅବହେଳିତ ଅଛନ୍ତି, ସମସ୍ତେ ଏଇଭଳି ଅବସ୍ଥାରେ ଅତି କଦର୍ଯ୍ୟ ଅବସ୍ଥାରେ ରହିଛନ୍ତି ଏବଂ ଏଠି ବାରମ୍ବାର ସବୁଦିନ ପ୍ରାୟ ଲୋକ ସମାଧିପୀଠ ଦେଖିବା ପାଇଁ, ଗୋପବନ୍ଧୁଙ୍କର ସମାଧିପୀଠ ବା ପଞ୍ଚସଖାର ସମାଧିପୀଠ ଦେଖିବା ପାଇଁ ବିଭିନ୍ନ ପ୍ରାନ୍ତରୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକ ଆସୁଛନ୍ତି, କିନ୍ତୁ ସେମାନେ ଏଠି ଦେଖିକି ତାଙ୍କର ଭିତରେ ଯେଉଁ ମନୋଭାବ ଆସୁଛି ସେଥିରେ ଆମକୁ ଲଜ୍ଜା ଲାଗୁଛି। ତେଣୁ ସକାଳୁ